कथा शुणा लोक कम शिक्षायुक्त योग्यता बापा आमर तृतीय फेल बो मोर एबे भी सुधा प्रस्तर जुगर लोक भया कांथे खड़ी गाड़ी हिसाब पत्र करी मु अष्टम श्रेणी पढ़ु मास्टर बाहर बाड़ेला बोली बापा कहला मो को पुणी मास्टर बाड़ेब से दिन मो पढ़ारे डोरी बंधा आ तमर जो स्वामी अन्नी दशम 10 थर फेल होला परे सूरत रे सीता काम हैदराबाद रे पानी पाइप काम बॉलीवुड रे रंग काम कला परे सेटू फेलो रही के बॉलीवुड माने हमर गली गंदी रे रंग काम हमने घर एकमात्र शिक्षित देखिए आंध्रा बीते पास शिक्षित बहुत घर पाइले आम घर परिवार शिक्षागत योग्यता बादे आदि तुम्हें आज तुम बड़ जा माने मोर धर्मपत्नी जो भाव में व्यवहार कल तुम जो कथबार्ता घंटे धरिकी सीटी शुण मसे ओ भैया
ରୋଷେଇ କରୁଛୁ ଆଜି ବାହାରି ଆସିବୁ ନା କୋନା କୋନା ନୁଆ
मेंचा छुट्टी नहीं दिला से मरी गला मरी दिले माको घरे न हां निसाबो ते की निसाबे बच्चो ते तारा मत निसाबो पुरुष मारी का मेको बोला हम बुबा से सब हां 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 तो ते कथा पहुंचले हां हां कहा गए हां ओरी बोली हां हां से भू का कथा काय न कोई हे वो कौन दरकार ये मैं छुट्टी वाला तो भू वाला नहीं भू का छुट्टी लगा छुट्टी ये भंगाला की सिगा पाई दियो बटाई काका भाई रा हिसाबो इवारे तो सांगारू जेते का जाना बोलेनी तो सांगारू जेते का जाना गोंडी रे बांधी ने ते केते दाना रे गोंडी रे
କିନ୍ତୁ ସମାନ ଚିହ୍ନିବେ
ସଫା ବାବା ନାଇଁ ଭଲ ଅଛନ୍ତି ଏଠି ଗୁଡା କଣ ଭେଣ୍ଡି ଭେଣ୍ଡି ଗୋଟେ ନିଆରବ ଆଛୁ କୁଣ୍ଡିଆ ଭଲ କରିବା ଆଉ ଓଦା ଓଦା ଆଜ୍ଞା ଗୋଟେ କଥା ଅନୁରୋଧ କରୁଛି ମୁଁ ଜ୍ୱାଇଁ ହିସାବରେ ଆପଣମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି ଆପଣମାନେ ଦୟାକରି ବସ୍ୟ ପଡ଼ନ୍ତୁ ବସ୍ୟ ନା ସେନାପଡ଼ ଯୋଉ ବଡ଼ ପିଲା ଆଣିଥିଲେ ଅଧ କିଲୋ ଲେଖା ଦେଇଗଲ କଣ ଆଣିଥିଲା ଇଏ ଛୁଆଟା ଖାଇ କଣ କରିବା ଛୋଟ ପିଲା ତ ଈଶ୍ୱର ସମାନ ଆଉ ଜ୍ୱାଇଁ ହିସାବରେ ମୁଁ କ୍ଷମା ପ୍ରାର୍ଥନା କରୁଛି ଆପଣମାନେ ଦୟାପୂର୍ବକ ବସ୍ୟ କରନ୍ତୁ ବଢିଆ ବ୍ୟବହାର ବଢିଆ ଶିଶୁ ମନ୍ଦିରରେ ଗୁରୁଜୀ ଥିଲା ନା ଦୃଷ୍ଟିରୁ ପୂର୍ବ ପଟଟା ହେଲା ହଁ ବଡ ଭାଇର ଆଉ ପଶ୍ଚିମ ପଟଟା
ଯଦି ହିନ୍ଦୀରେ କହୁଛନ୍ତି ଜୟ ହିସାବରେ କ୍ଷମା ପ୍ରାର୍ଥନା କରୁଛି ଏଟା ପହଲି ଆଉ ପହଲି ହେଉଛି ବ୍ୟକ୍ତିର ନାଁ ଏଟା ହେଉଛି ବେହେରା ଛୋଟ ବୁଝାଛି ବେହେରା ଆପଣ ଜିନିଷ ପତ୍ର ଆଲୋଚନା କର ଏମାନେ ଏମିତି ହବନି ଏ ଲୁଣ କିନାଟେ ଟାଇମରେ କାଟେ କ'ଣ କରୁଥିଲେ ବଢିଆ କଥା ଆଗେ ଜିନିଷ ପତ୍ର କଥା ଉଠିଲାଣି ମାନେ ଗାଡିଟା ଅଛି ପଛପଟେ ସେଇଟା ଆଗେ ଫାଇନାଲ ଗାଡିଟା କାଇଁ କୋଉ ଗାଡି କଥା କହୁଥିଲେ ଏ ବୁଝ ହେ भाई कौन तमे है
ଭାଇ ଭାଇ ସବୁ ମିଳିଯିବ ଆଜ୍ଞା ବାପନ ଆଜ୍ଞା ଦଳି ଆପଣ ମାନେ ଜୟ ହିସାବରେ ସିଗାରେଟ ପାନ ବିଡ଼ି ସ୍ୱାସ୍ଥ୍ୟ ପାଇଁ ହାନିକାରକ କିନ୍ତୁ ଯେହେତୁ ମୁଁ ନେଇକି ଆସିଛି ନିଶାକୁ ସମସ୍ତଙ୍କୁ କେତେ ଦେଲି କିନ୍ତୁ ତାପରେ ବି ଆପଣମାନଙ୍କୁ ଅନୁରୋଧ କରୁଛି ଜୟ ହିସାବରେ ଆପଣ ଗୋଟେ ଯତ୍ନ ହୋଇ ଅତି ଉକ୍ତ ରକ୍ତ ଚାହା ପରିଣତ କରି ଆପଣ ଦୟାକରି ବସ କୋଉଠି ବସିବ ବସ ଆପଣ ଆଜ୍ଞା କଣ ଆରେ ତାପରେ ଚଉବନ ଚାલો ଚାଲ ଘରୁ ଘର ଆପଣ ଗାଡ଼ିଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ହେଲା ଗାଡ଼ି ବାବଦରେ ଯାହା ସବୁ ଖର୍ଚ୍ଚ ବାଟ ରହିଛି ନଦେଲେ ନା ନା ହାତ ମାରି ପାରିବେନି ଯଦି ସେ ନଦେଲେ ସେଥିରେ ଆମେ ଆଉ ପଶିବୁ ଏସବୁ ଆନା କୋର୍ଟ କଚେରୀ କଥା ହବ ସେ ସବୁ ତମେ ନାଇଁ ନାଇଁ ମୁଁ ଏତେ ଛୋଟ ଲୋକ ନୁହଁ ମୁଁ ଦେଇଦେବି ତାର ଯୋଉ ସିଟ୍ କଭରଟା ଆଉ ଦିଟା ମୁଠା ଏଇଟା ଦି ଚାରିଟା ନଅଟା ଦିଟା ତାକୁ ଫେରେଇଦେବି ଭଲ ଭଲ ଦେଇଦିଅ ବାବା ତାହେଲେ ନ୍ୟାୟ ଏହା ହେଲା ଗାଡ଼ିଟି ଯେହେତୁ ଆପଣ ଦଳେଇ ନାଁରେ ଗାଡ଼ିଟି ଆପଣ ଦଳେଇକୁ ତୁମେ ବାପା ମନେ ଦୁଃଖ କର ନା ତମ ପାଇଁ କିଛି ତମ ପାଇଁ ବି ଖଣ୍ଡେ ଆମେ ରଖିଛୁ ଗାଡ଼ିର କଭର ଦେଖ ମା ନ୍ୟାୟଟା ତ ନ୍ୟାୟ ଯାହା ଦେଖୁଛୁ ପ୍ରମାଣ ପାଉଛୁ ସେଇ କଥା ତ କହିବୁ ଆଉ କଣ ମୁଁ ଏତେ ହଉ ଠିକ ଅଛି ଗାଡ଼ି ସେ ନେଇଯାଆନ୍ତୁ ଆଉ ଚିନ୍ତା କର ଫିର ବମ୍ବେ ଯାଉନା ବड़ा ବड़ा ଗାଡ଼ି କିଣିକିରି ଆଣୁନା ଆଉ ଗୋଟେ ପଛଟିକା ଗାଡ଼ି କିଣିକିରି ଆଣୁନା ତୁ ନଈକି ବସୁନା ଚଲା ଆଜ୍ଞା ଆଜ୍ଞା ଆଉ ଗୋଟେ କଥା କଣ ଏଇ ଯୋଉ ତେପନ ନିର୍ବନ୍ଧରେ ଗୋଟେ ଫ୍ୟାନଟା ବନ୍ଦେଇ ସେଇଟା କାହାର ଏଇ ସବୁ ତେପନର ଅଧିକାର ମଣ୍ଡଳ ଜିନିଷ ତାର ହଉ ହଉ ତୁ ଆଉ ଏତେ ପୁଅ ସ୍ୱାଙ୍ଗ ଦେଖାନ ନ୍ୟାୟ ତମର କଣ ପ୍ରମାଣ ଅଛି ଦେଖ ଆଜ୍ଞା ବିଲଟା ଦେଖୁନାହାନ୍ତି ଭୁଲ ঠিক আছে ଆଉ କାହାଟା ସିନା ତାଙ୍କର ହେଲେ ବଜାର ଚାଟ ତାର କୋଟ ନୋଟ ବୋଲ୍ଟ ଯୋଉ 70 ଟଙ୍କା ଦେଇ କିନା ଓ କିଛି କାହିଁ ତମେ ନିଜେ ବଜାର ଦୋକାନ ଏଇ କଥାଟା ସତ ଆଜ୍ଞା ଯଦି ଏତେ ଛୋଟ ଭଳିଆ ହଉଛି ସେ ତାର ଶୁଣି ଭିତରୁ ଦେଇଦେବା ଆଉ ଗଲା କୀର୍ତ୍ତ ନ୍ୟାୟ କଥା ଆଉ କଣ ତୁମର କିନ୍ତୁ ଯୋଉ ଜିନିଷ ତମେ ସବୁ ପଇସା ଦେଇକି କିଣିକି ଆଣିଥିବ ସେଗୁଡା ସବୁ ତମର ସେ 70 ଟଙ୍କା ऐसा बहुत हो तुम हौसला दे मेरा छाती में चूड़ा चला जाता है कौन चला
भेंडीका नाका भितर बसलेला बाहेर पडियो एମିତି ଆମେ ଦେଖି ନଥିଲେ ଏମିତି କଣ ହଉଛ ଆଜ୍ଞା କଣ ଯାହା କହିଲେ କହୁନାହାନ୍ତି ତାଙ୍କ ସୁଆଙ୍ଗ ତ ଦେଖୁ ଦେଖୁ ବେଳେ ହଉଛି ଆହୁରି କଣ କଣ ଜିନିଷ ଉପରେ ଆଲୋଚନା ହବ ଭଗବାନ ଜାଣନ୍ତି ତାହେଲେ ଆମେ ଉଠ ଜୟ ହିସାବରେ ମୁଁ ତମେ କ୍ଷମା ମାଗିଲ ଜମା ପ୍ରାର୍ଥନା କରୁଛି ଠିକ ଅଛି ଆପଣମାନେ ଟିକେ ବସନ୍ତୁ ଆଉ କିଛି ନାହିଁ ଆଉ କଣ ଅଛି କହ କାହାର ଅଭିଯୋଗ ମୁଁ କହୁଛି ହାଣ୍ଡି ଶାଳ ଦିଟା ହବ ଅଲଗା ଅଲଗା ବାସନ କୁସନ ଅଧା ଅଧା ହେଲା ଅଧା ଅଲଗା ବିରଳ ଶସ୍ତ୍ର এইটা হইবনি তবে নই পড়া রখ এইটা তুমি বিভাগ কর সমান সমান বিভাগ কর ନାଇଁ 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 ଘରର ବଡ ପୁଅ ହିସାବରେ ମୁଁ ଏତେ ଅବିବେକ କାମ କରିବି ଗୋଟେ କାମ କର ଏଇଟା ଗୋଟେ ଭଲ ଜିନିଷ ଆମ ଘରର ଗୋଟେ ପାରମ୍ପରିକ ଜିନିଷ ତାକୁ ଆମ ଝିଅ ଜଇଁ ନେଇଆ ବହୁତ ହେଇଗଲା ମୁଣ୍ଡ ଉପରେ ପାଣି ଗଲାଣି ଆରେ କିଛି ନ କହିଲାଠୁ ତମେ ଭିକିକି କାଠ ଖଉ ଦେଇଗଲଣି ଉଠ ଆମର କାଠରେ ତିଆରି କାଠ ଖଉ ଦେବୁ କଣ ଲୁହାରେ
ବିନା ଯୁଦ୍ଧ ଦେବି ନାହିଁ ସୁଚକ୍ରରେ ବେଦିନି ଏତିକି ଟିକେ ମାଟି ପାଇଁ ସେ ଯୁଦ୍ଧ କଲେ ଗଲାବେଳେ କିଏ ଦେଲେ ଯଦି ସେମାନେ ଏକାଠି ଥାନ୍ତି କେତେ ଆନନ୍ଦରେ ଥାନ୍ତି ମହାଭାରତ ଯୁଦ୍ଧ ହୋଇନଥାନ୍ତା ଭାଇ ଆଗରୁ ଆମର ଖଞ୍ଜା ଘର ଥିଲା ତମେ ବାହା ହେଇନଥିଲ ସେତେବେଳେ ଗୋଟା ବିରାଟ ବଡ ଧାନ ଉଷା ହାଣ୍ଡିରେ ଆମ ଘରର ସଦସ୍ୟ ଥାନ୍ତି 17-18 ଜଣ ସବୁ ଏକାଠି ଧାନ ଉଷା ହାଣ୍ଡିରେ ଆମର ରୋଷେଇ ହଉଥିଲା ଏକାଠି ବସି ଖାଉଥିଲୁ ଭାତ ମାଣ୍ଡିଆ ଯାଉ ସଜନା ଶାଗ ଭଜା ଅଙ୍କ କଦଳୀ ତରକାରୀ ଏବେ ତ ସିଟି ମିଟି ଦୁନିଆ ଖାଦ୍ୟ ଖାଉଛୁ ଆଳୁ ସାଳୁ ଖୁସି ଅଛି ଆନନ୍ଦ ଅଛି ସିଏ ସେ ଘରେ ଖାଇଲାଣି ଇଏ ଏପଟେ ଦିନ ନେଇ ଖାଇଲାଣି ମୁଁ କଣ ଦେଖୁନି ଏ ସବୁର ମୂଳ କାରଣ ହେଉଛି ଆମ ଭିତରେ ଥିବା ମୋର ଆଉ ମୁଁ ଏଇଟାକୁ ଆମେ ଯଦି ହଟେଇବା ଆମ ଭିତରେ ଖୁସି ରହିବନି କାରଣ ଆମର ଅପସଂସ୍କୃତି ଆମ ଭିତରେ ବର୍ତ୍ତମାନ ସହନଶୀଳତା କମ କାହା ଭିତରେ ସହନଶୀଳତା ନାହିଁ ଯଦି ବଡ ଭାଇ କଣ କହୁଛି ସାନ ଭାଇ ହାତ ଉଠେଇ ଦଉଛି ସାନ ଭାଇ କଣ କହୁଛି ବଡ ସାଙ୍ଗେ ସାଙ୍ଗେ କାହା କୋଟ ପଚରେ ଯାଇ ଯାଉଛି ସେ ଆପଣମାନେ ଥରେ ଚିନ୍ତା କରନ୍ତୁ ଯଦି ଆପଣ ତ ରାମାୟଣ ସମସ୍ତେ ଦେଖିଥିବେ ଟିଭିରେ ହଉ ରାମଲୀଳା ହଉ ଗୀତିନାଟ୍ୟ ହଉ କି ନାଟକରେ ହଉ ଭାଇ ଲକ୍ଷ୍ମଣ ତ ରାଜାଙ୍କ ପୁଅ ସେ କାହିଁକି ରାମଚନ୍ଦ୍ରଙ୍କ ସହିତ ବନକୁ ଯାଉଥିଲେ 14 ବର୍ଷ ଆଉ ମତେ ଉତ୍ତର ଦିଅନ୍ତୁ ଭରତ ସିଂହାସନରେ ନ ବସି କାହିଁକି 14 ବର୍ଷ ଭାଇ ରାମଚନ୍ଦ୍ରଙ୍କୁ ସମ୍ମାନ ଜଣାଇକି ଅପେକ୍ଷା କରିଥିଲେ ମତେ ଉତ୍ତର ଦିଅନ୍ତୁ ଭଲ ପାଇବା ଯୋଉଠି ଭାଇ ଭାଇ ଭିତରେ କଳହ ସୃଷ୍ଟି ହୁଏ ସେଇ ଦିନ ବଂଶର ପତନ ହୁଏ ଆପଣମାନଙ୍କୁ ମୁଁ କଣ କରୁ ମୁଁ ଯେତେବେଳେ ଆସିଲେ ଏଇ ସବୁ କଳି ଝଗଡ଼ା ସେଗୁଡ଼ା ପରୀକ୍ଷାରେ ନମ୍ବର ପାଇଁ କିନ୍ତୁ କର୍ମରେ କାମରେ କେହି ଲଗଉନେ ଏବେଠୁ ସେ ଯଦି ବୁଝିବ ସବୁ ଜାଣିପାରିବ ମାନେ ହେଲା ଆମେ ଯଦି ଗୋମାତାର ସେବା କରିବା ଗାଈର ସେବା କରିବା ଆମେ ବଜାରରୁ ଅଧିକା ଟଙ୍କାରେ କ୍ଷୀର ଦହି ଘିଅ କିଣିବାକୁ ପଡ଼ିବନି ଆମେ ଘରେ ନେଇକି ପିଇ ପାରିବା ଆମେ ଯଦି ବିପଦରେ ପଡ଼ିଛନ୍ତି କୋଉଠି ହଇରାଣରେ ଅଛନ୍ତି କୋଉଠି ଦୂରରେ ଅଛନ୍ତି ଅସୁବିଧାରେ ବଡ଼ ଭାଇ ଭାଇ ହିଁ ଆମ ପାଖରେ ଠିଆ ହବ ସେତେବେଳେ ଭାଇ କହିବ ଡର ମୁଁ ତ ସହର ଭାଇ କେତେବେଳେ ବାପା ମା ଭଉଣୀ ସମସ୍ତଙ୍କ କିଛି ଆପଣ ଦେଖିଥିବେ 22 ସୁଗ୍ରୀବ ଶୁଣିଥିବେ ସେ ପୁରାଣର କଥା ଦି ଭାଇଙ୍କ ପାଇଁ ମହାସମର ସୃଷ୍ଟି ହେଲା ସୁଗ୍ରୀବ ରାଜା ହେଲେ ସତ କିନ୍ତୁ ଭାଇ ଧରି ମହାନ ବୀର ଭାଇକୁ ସେ ହରେଇ ବସିଲେ ବିଭୀଷଣ ଲଙ୍କାର ରାଜା ହେଲେ ସତ ଜଣେ ମହାନ ପୁରୁଷ ବୋଲି ଜଣେ ମହାନ ଆତ୍ମା ବୋଲି ଏ ଦୁନିଆରେ ପରିଚିତ ହେଲେ ସତ କିନ୍ତୁ ରାବଣ ପରି ଜଣେ ମହାନ ବିଦ୍ୱାନ ଜ୍ଞାନୀ ଭାଇକୁ ସେ ହରେଇ ଆପଣମାନେ ଦେଖନ୍ତୁ ରଥଯାତ୍ରା ହଉଛି ପ୍ରଭୁ ଜଗନ୍ନାଥ ସେ ତ ଆଗେ ପଳାନ୍ତି ଭଉଣୀ ଭାଇଙ୍କୁ ସମ୍ମାନ ଆଉ ସ୍ନେହ ଜଣେ ଆଗରେ ଥିବେ ମହାପ୍ରଭୁ ବଳଭଦ୍ର ମଝିରେ ଭଉଣୀ ସୁଭଦ୍ରା ଆଉ ଶେଷରେ ନିଜେ ଜଗନ୍ନାଥ ମହାପ୍ରଭୁ ଜାଣେ କାହିଁକି ସେ ହଉଛି ଭାଇ ଭଉଣୀର ପ୍ରେମ ଭାଇ ଭାଇ ଭିତରେ ସମ୍ପର୍କ ଏଇ ନିକଟରେ ରାକ୍ଷୀ ପୂର୍ଣ୍ଣିମା ଆମେ ଖାଲି ରାକ୍ଷୀ ବାନ୍ଧୁଛେ ମିଠା ଖାଉଛେ ଟଙ୍କା ପଇସାର କାରବାର କିନ୍ତୁ फेसबुक व्हाट्सएप एते खाली फोटो छड़ा हो मो भाई मो हाथ राखी बांधला मो भौणी की मो या देली किंतु आत्मारू आम भितरे भाई भाई भितरे जो संपर्क वर्तमान कोउथि भी ताहा केवल आम भितरे ईर्ष्या गर्व अहंकार ये सब मानी
কিন্তু ଆମ ଭିତରେ ସହନଶୀଳତା କଣ? ବାପା ବାପା ଏଇଠି ବସିଛନ୍ତି। ଆପଣମାନେ ଯେତେବେଳେ ଛୋଟ ଥିଲେ କେବେ ବାପା କହିଛନ୍ତି ତମେ ବଡ ପୁଅ ତାକୁ ଅଧିକା ଦିଅ, ଇଏ ସାନ ପୁଅ ତାକୁ କମ ଦିଅ, ଇଏ ଝିଅ ତାକୁ ଆଉ ଟିକେ ମଝି ମଝିକା ଖାଦ୍ୟ ଦିଅ? ସେମିତି କେବେ ବାପା କହିନଥିବେ। ବରଂ ବାପା ବୋଉ ସେମାନେ ସମାନ ଭାବରେ ତମମାନଙ୍କୁ ଦେଇଥିବେ, ଆଉ ବଡ କରିଥିବେ, ସମାନ ଭାବରେ ଡ୍ରେସ ପଟା ସବୁ ଦେଇଥିବେ। ଆପଣ ଚିନ୍ତା କରୁଛନ୍ତି ଏଇଟା ଭାଗ ହବ ସେଇଟା ଭାଗ ହବ, ଥରେ ଭାବିଛନ୍ତି ବାପା ବୋଉ ବୁଢାବୁଢୀ ହେଇଗଲେ ସେମାନେ କେମିତି ଚଳିବେ? ନା, ମୋ ପୁଅ କରିଛି, ମୋ ଭାଇ ରୋଜଗାର କରିଛି, ମୋ ସ୍ୱାମୀ କରୁଛି, ମୋ ସ୍ତ୍ରୀ କରୁଛି, ମୁଁଟା ଆମମାନଙ୍କୁ ଖାଉଛି। शेष है नाटक निशा पर।